ଯେଉଁ ବ୍ୟକ୍ତି ସମୟକୁ ଟଙ୍କା ଅପେକ୍ଷା ଅଧିକ ମୂଲ୍ୟବାନ ମନେ କରେ ସମୟ ତାକୁ ଦିନେ ନା ଦିନେ ଧନୀ କରେଇ ଦିଏ। ଓಂ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣ ମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣ ମାନେ ମତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣ ମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନବା ଆଜିର ପଞ୍ଚାଙ୍ଗ। ଆଜି 2025 ଜୁଲାଇ ମାସ 24 ତାରିଖ, ଓଡ଼ିଆ ଶ୍ରାବଣ ମାସ 9 ଦିନ, ଗୁରୁବାର, କୃଷ୍ଣ ପକ୍ଷ ଅମାବାସ୍ୟା ତିଥି, ଯାହା ରାତ୍ରି 12:38 ପର୍ଯ୍ୟନ୍ତ ରହୁଛି। ତାପରେ ଯାହାକି ପ୍ରତିପଦା ତିଥି ଆରମ୍ଭ ହଉଛି। ଆଜି ପୁନର୍ବସୁ ନକ୍ଷତ୍ର, ଯାହା ଅପରାହ୍ନ 5:04 ପର୍ଯ୍ୟନ୍ତ ରହୁଛି। ତାପରେ ଯାହାକି ପୁଷ୍ୟା ନକ୍ଷତ୍ର ଆରମ୍ଭ ହଉଛି। ଆଜି ଯାହାକି ମିଥୁନ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ଦିବା 11:07 ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର କର୍କଟ ରାଶିରେ ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି, ଯାହା ପ୍ରାପ୍ତ 5:21 ସେହିଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 6:21। ଆଜି ଯୁଗ୍ନି ରହିଛି ଐଶାନ୍ୟ କୋଣେ, ରାତ୍ରି 12:38 ପରେ ଯୁଗ୍ନି ପୂର୍ବ ଦିଗରେ ରହିବ। ଆଜି ଯାହାକି ଘାତ ଚନ୍ଦ୍ର ରହିଛି କନ୍ୟା ରାଶି ବ୍ୟକ୍ତିଙ୍କର, ଯାହା ଦିବା 11:07 ପର୍ଯ୍ୟନ୍ତ। ତାପରେ କୌଣସି ରାଶିରେ ଘାତ ଚନ୍ଦ୍ର ନାହିଁ। ଆଜି ଘାତ ବାର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଯାହାକି ଅପରାହ୍ନ 5:04 ମଧ୍ୟ ରହିଛି ଏକପାଦ ପୁଷ୍କର ଦୋଷ ଫଳ ରହୁଛି ବଂଶହାନି। ଆଜି ଅମାବାସ୍ୟାରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି, ଯାହାକି ଆମିଷ ଭୋଜନ ସହିତ ଫଳ ନିଷେଧ ରହିଛି। ତେବେ ଆଜି ଯାହାକି ଧର୍ମକୃତ କାର୍ଯ୍ୟ କରିପାରିବେ। ଅମାବାସ୍ୟା ଶ୍ରାବଣ ମାସ ହୋଇଥିବାରୁ ଆପଣ ସ୍ନାନ କରିବା ସହିତ ବ୍ରତ ଉପବାସ କରିବେ, ନିଶି ପାଳନ କରିବେ, ସ୍ତ୍ରୀ ତୈଳ ବର୍ଜନ ରହିଛି, ରାତ୍ରିରେ ଗୃହ ଦାହନ ନିଷେଧ ରହିଛି। ଆଜିର ଶୁଭ ବାର୍ତ୍ତା, ଆଜି ହଉଛି ଚିତାଲାଗା ଅମାବାସ୍ୟା। ତେବେ ଏହି ଚିତାଲାଗା ଅମାବାସ୍ୟାରେ ପ୍ରଭୁ ଜଗନ୍ନାଥଙ୍କୁ ବିଶେଷ ଭାବରେ ଚନ୍ଦନ ଚିତା ଦିଆଯାଏ, ଯାହାକୁ ଆମେ ଚିତାଲାଗା ଅମାବାସ୍ୟା ମଧ୍ୟ ଆଜି କହିଥାଉ। ତେବେ ଭକ୍ତମାନେ ଆଜିର ଦିନରେ ଯଦି ଭଗବାନ ଜଗନ୍ନାଥଙ୍କୁ ବିଶେଷ ଭାବେ ପୂଜା କରାଯାଇଥାଏ, ତତ୍ସହିତ ଚନ୍ଦନ ଲୋପା ଦିଅନ୍ତି, ଯାହାକି ଭଗବାନଙ୍କର ବିଶେଷ କୃପା ମିଳିଥାଏ। ତେବେ ଆଜିର ଦିନରେ ଆପଣ ମାନେ ଦାନ ମଧ୍ୟ କରିପାରିବେ, ଯାହାକି ଏକ ଶୁଭ ବୋଲି ବିବେଚନା କରାଯାଏ। ତତ୍ସହିତ ପୂର୍ବପୁରୁଷ ମାନଙ୍କୁ ମଧ୍ୟ ଆଜି ଶ୍ରାଦ୍ଧ ତତ୍ସହିତ କିଛି ତର୍ପଣ ମଧ୍ୟ କରିପାରିବେ। ତତ୍ସହିତ ଆଜିର ଦିନରେ ଆପଣ ଘରର ଅଶୁଭତ୍ଵ ଖଣ୍ଡନ ପାଇଁ ପୂର୍ବ କୋଣରେ ଯାହାକି ଐଶାନ୍ୟ କୋଣରେ ଦୀପଟିଏ ଜଳାନ୍ତୁ, ଯାହାକି ବିଭିନ୍ନ ପ୍ରକାର ନକାରାତ୍ମକ ଶକ୍ତି ଦୂରୀଭୂତ କରିଥାଏ। ତତ୍ସହିତ ଆଜି ଶ୍ରାବଣ ମାସ ଅମାବାସ୍ୟା ହୋଇଥିବାରୁ ଯାହାକି ଭଗବାନ ଶିବଙ୍କର ବିଶେଷ ପୂଜା ହୋଇଥାଏ, ଯିଏକି ପୂଜା କରିଲେ ବା ଜଳ ଅର୍ପଣ କରିଲେ କିମ୍ବା ବେଲପତ୍ର ଅର୍ପଣ କରିଲେ ଆପଣଙ୍କର ଯାହାକି ଅନେକ ଗ୍ରହ ଦୋଷ ଖଣ୍ଡନ ହେବା ସହିତ ଆପଣଙ୍କର ଭାଗ୍ୟ ପରିବର୍ତ୍ତନଶୀଳ ହୋଇଥାଏ। ତେବେ ଆଜିର ଦିନରେ ଆପଣ ମାନେ ଯାହାକି ଗାଈ ଗୋରୁଙ୍କର ସେବା ମଧ୍ୟ କରିଲେ ଅନେକ ଶୁଭ ଫଳ ପ୍ରଦାନ କରିଥାଏ। ତେବେ ଏହି ସବୁ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିଜର ଜୀବନକୁ ପରିବର୍ତ୍ତନ କରାନ୍ତୁ। ଆଜିର ଅଶୁଭ ବେଳା, ଯାହା ଦିବା 1:30 ରୁ ଦିବା 3:08 ମଧ୍ୟ ରହିଛି ରାହୁ କାଳ ଯୁଗ। ସେହିଭଳି ଦିବା 3:24 ରୁ ଅପରାହ୍ନ 6:21 ମଧ୍ୟ ରହିଛି କାଳ ବେଳା ସହିତ ବାର ବେଳା। ତେଣୁ ବାର ବେଳା, କାଳ ବେଳା ଏବଂ ରାହୁ କାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 6:11 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 10:35 ରୁ ଦିବା 1:01 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା। ମେଷ ଠାରୁ
मीन राशि पर्यंत। तेबे प्रथमे चलंतु जानिबा मेष राशि व्यक्ति विषय। मेष राशि व्यक्ति आज निजर कार्य करुथिला बेले टिके निश्चित सावधान रुहंतु। कार्य रे अनेक अस्थिरता देखा देबो। तत्सहित निज भितरे कलह आसी पारे जहा आपनक राशि चक्र रु जना पडुछि। तेबे नीतिदिनिया कार्य गुडी को अनेक समस्या सहित कार्य गुडी को विलंब युक्त होई पारे। अन्यमानक ठारे जो कार्यरत अछंती टिके निश्चित सावधान सहित उपरस्थ कर्मचारी कथा अनुसार कार्य करंतु, नहले विभिन्न समस्या दे गति करबाकू पड़िबो। तत्सहित तांको सहित आपण संबंध भल रखिबा पई चेष्टा करंतु, कारण तांको सहित संबंध खराब होबार चांस रहुची, जहा आपणको राशि चक्र रु जना पडुछि। तेबे आज मेष राशि व्यक्ति राजनीतिक क्षेत्र रे कार्य करुथले अनेक बाधा विघ्न एवं प्रतिबंधक आसी पारे। तेनु यहा प्रति निश्चित सावधान रहिबा सहित आपण राजनीतिक एवं सामाजिक क्षेत्र रु दूरे रहिले आपणको पई भलो हेबे। तेबे मेष राशि व्यक्ति शिक्षा क्षेत्र रे छात्र छात्री मानकर आज अनेक समस्या एवं हताश होई पारंती, जहा आपणकर भाग्य निम्नगामी रहउची। तेबे मेष राशि व्यक्ति प्रेम दुनिया रे जो माने अछंती सेमानक पई आज आदु भलो दिन होई न पारे, कारण निज भितरे संदेह अधिक देखा देई पारे एवं मतांतर जुग रहउची। तेनु यहा प्रति निश्चित सावधान रहिबा सहित पुरुष माने टिके अधिक सावधान रुहंतु। तेबे मेष राशि व्यक्ति आज निजर परिवार एवं बंधुवर्गों सहित संबंध भल रखिबा पई चेष्टा करंतु। यदि मेष राशि व्यक्ति दूर यात्रा करुछंती से भली आज आपनकर कार्य हासिल न होई पारे, जहा आपनकर राशि चक्र जना पडुछि। तेबे मेष राशि व्यक्ति व्यवसाय क्षेत्र रे अस्थिरता आसीबार संभावना सहित अनेक क्षति मध्य सामना करिबाकू पड़िबो। तेणु यहा प्रति निश्चित सचेतन रुहंतु। तत्सहित मेष राशि व्यक्ति स्वास्थ्यगत दृष्टि देखिले आपनकर आज स्वास्थ्य अनेक समस्या रही पारे। पूर्व जदि स्वास्थ्य खराब थिबो आज ताहार दुई गुणित होबार संभावना रहउची। आज मेष राशि व्यक्तिंकर भाग्य संख्या रहिछि जहा कि 7। भाग्य रंग आपण सबुज रंग व्यवहार करि परिबे एवं ग्रह माने आपण को आज 40% साथ दउछंती। एबे चलंतु जानिबा वृष राशि व्यक्तिंक विषय। वृष राशि व्यक्ति आज आपणकर भाग्य ग्रह संपूर्ण सहयोग करूछंती। ग्रह माने संपूर्ण शुभ स्थिति रे रहउछंती। तत्सहित वृष राशि व्यक्ति आज जेकोसी कार्य करंतु से कार्य सफल होबा सहित पूर्व अटकी जाइतवा कार्य मध्य संपूर्ण होबार उत्तम जुग रहउची। तेबे आज वृष राशि व्यक्ति गुरुत्वपूर्ण निष्पत्ति नबा पई ग्रह माने आपनकु सहयोग करूछंती संपूर्ण। तेबे वृष राशि व्यक्ति आज आपनकर दैनंदिन कार्य रे अधिक आगभर होई कार्य संपूर्ण करिवार क्षमता आपनक पाखरे देखा देई पारे। आज वृष राशि व्यक्ति आपण जेकोसी कार्य जदि कोनोसी ठारे करूछंती से कार्य रे आपण आगो को बढ़िवार संपूर्ण सहयोग करिवे एवं आपनकर कार्य कौशल समस्तଙ୍କୁ भलो लागिवो एवं आपनकु कार्य को समस्ते सहाय्य करिवे सहयोग करिवे, जहा आपनक भाग्य चक्र जना पुरुष। देबे आज वृष राशि व्यक्ति राजनीतिक सामाजिक क्षेत्र रे कार्य करथुवा व्यक्ति मानक पई आज उत्तम दिन भाग्यशाली दिन कहले अतृप्ति हेबो नाही। शिक्षार्थी विद्यार्थी मानकर भाग्य आज उत्तम जुग परिस्थिति बनौछि। तत्सहित वृष राशि व्यक्ति जो माने प्रेम दुनिया रे जड़ित अछंती सेमानक पई आज संपूर्ण एक उत्तम दिन होई पारे। तत्सहित नूतन प्रेम पई जो माने इच्छा रखिचंती सेमानक पई आज संपूर्ण भल दिन हबो बा उत्तम दिन होई पारे। तत्सहित वृष राशि व्यक्ति कोनोसी विवाह जनित कथावार्ता जदि आपनकर आलोचना होउची बा मांगलिक कार्य पई आज संपूर्ण सहयोग करूछंती ग्रह माने। आज वृष राशि व्यक्ति जहा कि आपनकर अर्थजनित कारोबार रे अनेक प्रकार लाभ प्राप्त करिवार पूर्ण सहयोग करूछंती अर्थ क्षेत्र रे ग्रह माने। तेबे वृष राशि व्यक्ति आज पूर्वरु देइथिबा अर्थ रिटर्न पाइबार संपूर्ण सहयोग करूछंती ग्रह माने। तत्सहित वृष राशि व्यक्ति पूर्वरु करिथिबार परिश्रमर फल प्राप्त करिवार पूर्ण सहयोग रहउची एवं आज वृष राशि व्यक्ति अर्थ संचय करिवा पई संपूर्ण ग्रह माने आपनकु साथ देउछंती। आज वृष राशि व्यक्ति जहा कि आपनकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे। पूर्वर जदि किछि स्वास्थ्य समस्या थिबो आज निश्चित समाधान होबार अनेक चांस रहउची।
आज मानसिक स्तर में वृष राशि व्यक्ति संपूर्ण सुस्थ रहिबार संपूर्ण सहयोग रहुछि। तेबे वृष राशि व्यक्ति आज दूरयात्रा पई जदि कोनोसी कार्य पई जाउछन्ति से कार्य सफल होबा सहित आपण किछि दान धर्म क्षेत्र रे मध्य जहा कि निजर मन बळै पारंती जहा आपण भाग्य चक्र जना पड़ते। वृष राशि व्यक्ति आज शत्रु मानक ठारू आपण विजय हबार संपूर्ण सहयोग रहुछि। अर्थात कंपटीशन क्षेत्र रे जदि कोनोसी भाग नउछन्ति सेथिरे मध्य विजय हबार संपूर्ण सहयोग करूछन्ति वृष राशि व्यक्ति मानकर। आज वृष राशि व्यक्तिंकर भाग्य संख्या रही जहा कि 5। भाग्य रंग आपण कला रंग व्यवहार करि परिबे एवं ग्रह माने आपण को आज 98% साथ दउछन्ति। एबे चलंतु जानिबा मिथुन राशि व्यक्तिंक विषय। मिथुन राशि व्यक्तिंकर आज कार्य गुडी को अनेक प्रकार अस्थिरता देखा देबो। तेनु मिथुन राशि व्यक्ति गुरुत्वपूर्ण निष्पत्ति ठारू दूरता अवलंबन करिवार आवश्यकता रही। दैनंदिन कार्य रे आपणकर कार्य अस्थिरता सहित विलंब युक्त हेबो। मानसिक स्थिति आपणकर भल न रही पारे। जो माने कार्यरत अछंती आज जदि कार्य करूछंती से कार्य रे त्रुटि एवं कार्य चाप बढ़ी पारे जहा आपणक भाग्य चक्र रु जना पडुची। तेबे आज मिथुन राशि व्यक्ति राजनीतिक सामाजिक क्षेत्र रे कार्य करूथुवा व्यक्ति मानकर अनेक प्रकार अस्थिरता देखा देई पारे एवं मान सम्मान हानि होबार चांस रहउची। तेनु मिथुन राशि व्यक्ति यह प्रति सचेतन रुहंतु जहा आपणक पई भलो हेबो। तेबे शिक्षार्थी विद्यार्थी मानकर आज पाठ पढ़ार अवहेला युक्त रहउची जहा आपणक भाग्य चक्र रु जना पडुची। तेबे मिथुन राशि व्यक्ति जो माने प्रेम संबंध रे जड़ित अछंती निज भितरे अनेक मधुर संपर्क भितरे विघ्नता आसीबो एवं मनांतर युग रहउची एवं कलह मध्य रहउची। तेनु यह प्रति मिथुन राशि व्यक्ति सावधान रुहंतु एवं नूतन प्रेम वार्तालाप ठारू दूरता अवलंबन करने सहित परिवार बंधुवर्गों सहित निश्चित निजर व्यवहार को संयमता निहाती आवश्यकता नहले आपणक भितरे अनेक फाट सृष्टि होई पारे। आज मिथुन राशि व्यक्तिंकर जहा कि अर्थजनित कारोबार आपण को अनेक अर्थ व्यय युक्त रहउची। आज आय ठारू व्यय अधिका देखा दबार संभावना रहउची। तत्सहित मिथुन राशि व्यक्ति आज धार उधार करंतु नाही किबा धार विशेष करी दियंतु नाही जहा आपणक पई भलो हेबो। आज मिथुन राशि व्यक्तिंकर जहा कि आपणकर अर्थ अनावश्यक ठारू दूरता अवलंबन करंतु कौनसी नूतन व्यापार वाणिज्य करंतु नाही जहा आपणक पई भलो हेबो। तेबे मिथुन राशि व्यक्तिंकर आज स्वास्थ्यगत दृष्टि देखिले आपणकर स्वास्थ्य किछि मात्रा रे अस्थिरता देखा देई पारे। पूर्वरु जदि किछि स्वास्थ्य समस्या थिबो आज पुनरावृत्ति होबार अनेक चांस रहउची। आज मिथुन राशि व्यक्ति दूर यात्रा करूथिले से कार्य आपणकु सफल होई न पारे नाना विघ्नता आसी पारे। आज मिथुन राशि व्यक्तिंकर भाग्य संख्या रही जहा कि 3। भाग्य रंग आपण बैगणी रंग व्यवहार करि परिबे एवं ग्रह माने आपण को 45% साथ दउचंती। एबे चलंतु जानिबा कर्कट राशि व्यक्तिंक विषय। कर्कट राशि व्यक्तिंकर आज भाग्य ग्रह शुभयुग परिस्थिति रे थिबारु अनेक कार्य रे आपण सफलता पाइबार संपूर्ण सहयोग करूछंती ग्रह माने। आज कर्कट राशि व्यक्तिंकर दैनंदिन कार्य रे आगकु बढ़िबा सहित किछि सफल कार्य होबार संपूर्ण युग रहउची। पूर्वरु अटकी जाइतिबा कार्य आज कर्कट राशि व्यक्तिंकर जहा कि कार्यरत जोउठी थिबे से कार्य निश्चित आपणकर कार्य कौशल समस्त को दृष्टि आकर्षण करिवे एवं प्रशंसा पाइबार युग रहउची कर्कट राशि व्यक्तिंकर। आज कर्कट राशि व्यक्तिंकर जहा कि राजनीतिक सामाजिक क्षेत्र में कार्य करुथिबा व्यक्ति मानक पई आज अनेक प्रकार सफलता दिन मान सम्मान वृद्धि करबा सहित बहुत आनंदित मध्य रहिबे जहा आपणक भाग्य चक्र रु जना पड़िते। कर्कट राशि व्यक्तिंकर शिक्षार्थी विद्यार्थी मानकर आज भाग्य जहा कि शुभयुग परिस्थिति रे रहिछि। तेबे कर्कट राशि व्यक्ति आज प्रेम दुनिया रे जो माने जड़ित अछंती सेमानक पई आज संपूर्ण भल दिन एवं उपहार पाइबार संपूर्ण सहयोग करूछंती ग्रह माने। आज जहा कि कर्कट राशि व्यक्ति नूतन प्रेम जो माने जड़ित अछंती आज आपनक पई उत्तम युग होई पारे। मधुर वार्तालापर एक कनेक्शन बनै पारे। तबे आज कर्कट राशि व्यक्तिंकर परिवार वर्ग एवं बंधु वर्गक सहित भल संबंध रहिबो। किछि मांगलिक कार्य पई आपण कथावार्ता करि पारंती विशेष करि विवाह जनित क्षेत्र रे। आज कर्कट राशि व्यक्तिंकर जहा कि आपणकर व्यापार वाणिज्य रे आपण आशा ठारू अधिक लाभ प्राप्त करिवार उत्तम युग रहउची जहा आपणक भाग्य चक्र जना पडुची। तेबे कर्कट राशि व्यक्ति नूतन व्यापार वाणिज्य निष्पत्ति नबा पई
ଗ୍ରହ ମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ କର୍କଟ ରାଶି ବ୍ୟକ୍ତିଙ୍କର ଆଜି ଯାହାକି ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ଆଗକୁ ବଢିବା ସହିତ ଅର୍ଥ ମଧ୍ୟ ସଞ୍ଚୟ କରିପାରନ୍ତି। ତେବେ କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କୁ ଟିକେ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ଧ୍ୟାନ ଦେଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ଗୁଡିକ ବିଳମ୍ବ ଯୁକ୍ତ ରହୁଛି। କାର୍ଯ୍ୟରେ ଅନେକ ଅସ୍ଥିରତା ଦେଖା ଦେଇପାରେ। ସମସ୍ତ କାର୍ଯ୍ୟରେ ଆପଣ ବିଳମ୍ବ ଯୁକ୍ତ ହୋଇପାରନ୍ତି। ତେଣୁ ନିଶ୍ଚିତ ଏହା ପ୍ରତି ସିଂହ ରାଶି ବ୍ୟକ୍ତି ସାବଧାନ ରହିବା ସହିତ ଆପଣ କୌଣସି କାର୍ଯ୍ୟରତ ଯଦି ଥିବେ ସିଂହ ରାଶି ବ୍ୟକ୍ତି ନିଶ୍ଚିତ ନିଜର କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କାର୍ଯ୍ୟରେ ତ୍ରୁଟି ହବାର ସମ୍ଭାବନା ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରହିବା ସହିତ ଉପରସ୍ଥ କର୍ମଚାରୀଙ୍କ କଥା ଅନୁସାରେ କାର୍ଯ୍ୟ କରନ୍ତୁ। ଦେଖିବେ ଆପଣଙ୍କର କାର୍ଯ୍ୟ ପ୍ରଣାଳୀ କିଛି ଭୁଲ ହେବ ନାହିଁ। ତେବେ ସିଂହ ରାଶି ବ୍ୟକ୍ତି ଆଜି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଆପଣଙ୍କର କାର୍ଯ୍ୟ ଗୁଡିକ ଉତ୍ସାହଜନକ ହୋଇପାରେ, ମାନ ସମ୍ମାନ ବୃଦ୍ଧି ହୋଇପାରେ। ତତ୍ସହିତ ସିଂହ ରାଶି ବ୍ୟକ୍ତି ଆଜି ପ୍ରତିଷ୍ଠା ଲାଭ କରିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହ ମାନେ। ଆଜି ସିଂହ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜ ପାଠ ପଢାରେ ଆପଣ ଆଗକୁ ବଢିବାର ସମ୍ଭାବନା ରହୁଛି, କିନ୍ତୁ ନିଜର ମାନସିକ ସ୍ଥିତିକୁ ଟିକେ ସ୍ଥିରତା ରଖନ୍ତୁ। ତେବେ ସିଂହ ରାଶି ବ୍ୟକ୍ତି ଆଜି ଧାର୍ମିକ କାର୍ଯ୍ୟରେ ନିଜକୁ କିଛି ସମୟ ଦେବାର ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହ ମାନେ। ଆଜି ସିଂହ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ଦୁନିଆରେ ଜଡିତ ଅଛନ୍ତି ନିଜ ଭିତରେ ମଧୁରତା କମି ଯାଇପାରେ, କିଛି ଅଶାନ୍ତ ପରିବେଶ ସୃଷ୍ଟି ହୋଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସିଂହ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ନୂତନ ପ୍ରେମ ବାର୍ତ୍ତାଳାପ ଠାରୁ ସିଂହ ରାଶି ବ୍ୟକ୍ତି ଦୂରତା ଅବଲମ୍ବନ କରନ୍ତୁ। ତେବେ ସିଂହ ରାଶି ବ୍ୟକ୍ତି ଆଜି ପରିବାର ଜନଙ୍କ ସହିତ ଭଲ ବ୍ୟବହାର ରଖନ୍ତୁ ଏବଂ ବନ୍ଧୁବର୍ଗଙ୍କ ସହିତ ଯାହାକି ଭଲ ସମ୍ବନ୍ଧ ରଖିଲେ ଦିନଟି ଅତି ସୁଖମୟ ପରିବେଶରେ କଟିବ। ତେବେ ସିଂହ ରାଶି ବ୍ୟକ୍ତି ଆଜି ଯଦି ଦୂରଯାତ୍ରା କରୁଛନ୍ତି ସେ ଯାତ୍ରାରେ ଆଶା ଅନୁଯାୟୀ ସଫଳତା ମିଳିବ ନାହିଁ, କିନ୍ତୁ ବିଫଳତା ବି ହବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆପଣ ଆଶା ଅନୁସାରେ ନିଶ୍ଚିତ ଲାଭ ପ୍ରାପ୍ତ କରିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହ ମାନେ। କିନ୍ତୁ ନୂତନ ବେପାର ବାଣିଜ୍ୟ ଆଜି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ସିଂହ ରାଶି ବ୍ୟକ୍ତି ଆଜି ଯାହାକି ଅର୍ଥ ଗୁଡିକ ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରତା ଅବଲମ୍ବନ କରିବାର ନିହାତି ଆବଶ୍ୟକତା ରହିଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ଯଦି ପୀଡିତ ଥିବେ ଆଜି ଅନେକ ପ୍ରକାର ସମସ୍ୟା ଆହୁରି ଦ୍ୱିଗୁଣିତ ବୃଦ୍ଧି କରିପାରେ ଏବଂ ମାନସିକ ସ୍ଥିତି ଶାରୀରିକ ସ୍ଥିତି ଆପଣଙ୍କର ବହୁତ ଆଜି ଖରାପ ହବାର ସମ୍ପୂର୍ଣ୍ଣ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି ସିଂହ ରାଶି ବ୍ୟକ୍ତିଙ୍କର। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ହାସଲ କରିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହ ମାନେ ଆପଣଙ୍କୁ। ଆଜି କନ୍ୟା ରାଶି ବ୍ୟକ୍ତି ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତତ୍ସହିତ ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ଆଗକୁ ବଢିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହ ମାନେ। ଆଜି କନ୍ୟା ରାଶି ବ୍ୟକ୍ତି ଯୋଉମାନେ କାର୍ଯ୍ୟରତ ଅଛନ୍ତି କୌଣସି କାର୍ଯ୍ୟରେ ନିଶ୍ଚିତ ଆପଣଙ୍କୁ କାର୍ଯ୍ୟ କରିବା ପାଇଁ ଉତ୍ସାହ ବଢିବ ଏବଂ ଆପଣଙ୍କର କାର୍ଯ୍ୟଶୈଳୀ ସମ୍ପୂର୍ଣ୍ଣ ସହଯୋଗ କରିବ ଅନ୍ୟମାନଙ୍କୁ ଏବଂ ଆପଣଙ୍କର କାର୍ଯ୍ୟଶୈଳୀ ପ୍ରଶଂସା ପାଇବାର ଯୋଗ୍ୟ ବନି ଯାଇପାରନ୍ତି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କର ଆଜି ଉତ୍ସାହ ଅନେକ ଦ୍ୱିଗୁଣିତ ହୋଇପାରେ। ତତ୍ସହିତ ଆପଣ ମାନ ସମ୍ମାନ ବୃଦ୍ଧି ହବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହ ମାନେ। ଆଜି କନ୍ୟା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ଆନନ୍ଦମୟ ଦିନ ହୋଇପାରେ। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ଯୋଉମାନେ ଦୂରଯାତ୍ରା କରିବା ପାଇଁ କୌଣସି କାର୍ଯ୍ୟ ପାଇଁ ଯାଉଛନ୍ତି ସେ କାର୍ଯ୍ୟରେ ନିଶ୍ଚିତ ସଫଳତା ହାସଲ କରିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି କୌଣସି ଚାକିରି ସମ୍ବନ୍ଧରେ କିଛି କାର୍ଯ୍ୟରତ କିଛି ଇଣ୍ଟରଭ୍ୟୁ ଏକ୍ଜାମ ଯଦି ଥିବ ତେବେ ନିଶ୍ଚିତ ସେଥିରେ ଆପଣ ସଫଳତା ହାସଲ କରିପାରନ୍ତି ବା ଆପଣଙ୍କର ଭାଗ୍ୟ ଗ୍ରହ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ କନ୍ୟା ରାଶି ବ୍ୟକ୍ତି
आज प्रेम दुनिया रे जो माने जड़ित अछंती मधुर संपर्क आज वृद्धि करिवो। तत्सहित नूतन प्रेम वार्तालाप करिबा पई ग्रह माने आपन को संपूर्ण सहयोग करूछंती। तेबे कन्या राशि व्यक्ति आज जहा कि विवाह जनित किछि कथावार्ता बा धार्मिक कथावार्ता पई आज ग्रह माने आपन को संपूर्ण सहयोग करूछंती। आज कन्या राशि व्यक्तिंकर परिवार वर्ग एवं बंधु वर्गଙ୍କ सहित भल संबंध रहिबो जहा आपन को भाग्य चक्र जना पड़ितेबे। कन्या राशि व्यक्ति आज अर्थजनित कारोबार रे आपण अनेक प्रकार लाभ प्राप्त करिवार संपूर्ण सहयोग करूछंती। तत्सहित कन्या राशि व्यक्ति व्यापार वाणिज्य रे निश्चित लाभ करिवा सहित नूतन व्यापार वाणिज्य निष्पत्ति नबा पई संपूर्ण सहयोग करूछंती ग्रह माने। आज कन्या राशि व्यक्ति अर्थ संचय करिवा सहित आज बहुत आपनकर व्यापार वाणिज्य आगो को बढ़िवार संपूर्ण सहयोग करूछंती ग्रह माने। तेबे कन्या राशि व्यक्ति आज स्वास्थ्यगत दृष्टि देखिले आपण संपूर्ण सुस्थ रहिबे। पूर्वर जदि किछि स्वास्थ्य समस्या थिबो आज समाधान होबार अनेक चांस रहुची। आज कन्या राशि व्यक्तिंकर भाग्य संख्या रहिछि जहा कि 3। भाग्य रंग आपण कमला रंग व्यवहार करि परिबे एवं ग्रह माने आपण को जी 80% साथ दउछंती। तेबे एबे चलंतु जानिबा तुला राशि व्यक्तिंक विषय। तुला राशि व्यक्ति आज आपणकर भाग्य ग्रह संपूर्ण सहयोग रहुची जहा कि ग्रह माने उत्तम जुग परिस्थिति बनउछंती। तेणु तुला राशि व्यक्ति आज जेकोसी गुरुत्वपूर्ण निष्पत्ति नबा पई उत्तम जुग रहुची जहा आपणक भाग्य चक्रु जना पड़ुछि। तेबे तुला राशि व्यक्तिंकर आज दैनंदिन कार्य गुड़िक अति उत्साह आनंद देई पारे। आपणकर कार्यशैली आपणको समस्तको एक भिन्न प्रकार दृष्टि देखाई देई पारे। तेबे तुला राशि व्यक्ति जो माने कार्यरत अछंती कोनोसी जागा रे से कार्यरत कार्य रे आपण निश्चित कार्य कौशली समस्तको एक उत्साह आनंदित आनी देई पारे एवं सहयोग मध्य आपण को मिल पारे। तुला राशि व्यक्ति विशेष करी उपरस्थ कर्मचारी आपण को प्रशंसा करिवार संपूर्ण जुग बनउछि। तेबे तुला राशि व्यक्ति आज जो माने राजनीतिक सामाजिक क्षेत्र रे कार्यरत अछंती सेमानक पई आज संपूर्ण आनंदमय दिन कहिले अतृप्ति हेबो नाही। आज तुला राशि व्यक्ति शिक्षार्थी विद्यार्थी मानक पई एक आनंदमय दिन कहिले अतृप्ति हेबो नाही। तेबे तुला राशि व्यक्ति आज धार्मिक कार्य रे मध्य किछि जुग दवार संभावना रहुची। आज तुला राशि व्यक्ति कोनोसी कार्य पई जदि दूर यात्रा करूछंती निश्चित आपणकर आज भाग्य सेही कार्य संपूर्ण सहयोग करूछंती एवं आपण से कार्य रे सफलता पाइबार संपूर्ण जुग बनउछि। तेबे तुला राशि व्यक्ति आज नूतन प्रेम वार्तालाप करिबा पई ग्रह माने संपूर्ण सहयोग करिबा सहित विवाह जनित किछि कथावार्ता पई आज ग्रह माने आपण को सहयोग करूछंती। तेबे तुला राशि व्यक्ति आज जो माने प्रेम संबंध रे जड़ित अछंती आपणक पई एक मधुर दिन कहिले अतृप्ति हेबो नाही। आज तुला राशि व्यक्ति परिवार वर्ग एवं बंधु वर्गଙ୍କ सहित अति आनंदमय रे दिन कटिबार संपूर्ण जुग बनउछि। आज तुला राशि व्यक्ति माने जो माने व्यापार वाणिज्य रे जड़ित अछंती आपणक पई अनेक प्रकार लाभ प्राप्त करिवार संपूर्ण सहयोग करूछंती। पूर्वरु देइथिबा अर्थ मध्य रिटर्न होबार अनेक चांस रहुछि। तेबे तुला राशि व्यक्ति आज अर्थ मध्य संचय करिवे। तत्सहित पूर्वरु करिथिबा परिश्रमर फल मध्य पाइबार संपूर्ण जुग बनउछि। आज तुला राशि व्यक्ति व्यापार वाणिज्यर निष्पत्ति नबा पई संपूर्ण जुग बनउछि जहा कि ग्रह माने आपण को उत्तम जुग बनउछन्ते। तेबे तुला राशि व्यक्ति आज स्वास्थ्यगत दृष्टि देखिले आपण संपूर्ण सुस्थ रहिबे। पूर्वरु जदि किछि स्वास्थ्य समस्या थिबो आज निश्चित समाधान होबार अनेक चांस रहुछि। आज तुला राशि व्यक्तिंकर भाग्य संख्या रहिछि जहा कि 1। भाग्य रंग आपण हळदी रंग व्यवहार करि परिबे एवं ग्रह माने आपण को आज 98% साथ दउछन्ती। एबे चलंतु जानिबा बिछा राशि व्यक्तिंक विषय। बिछा राशि व्यक्ति आज दिनटी आपणक पई आदु उत्तम दिन होई न पारे। मनरे अनेक अशांति परिवेश सृष्टि होई पारे। कार्य गुडिक विलंब युक्त होई पारे। तेणु बिछा राशि व्यक्ति यहाँ प्रति सचेतन रहिबा सहित दैनंदिन कार्य को आपण निश्चित सफल बनैबा पई चेष्टा करंतु। मानसिक तो अस्थिरता देखा देई पारे। तत्सहित जदि कौनसी कार्यरत अछंती कार्य रे अस्थिरता त्रुटि एवं आपण विलंब युक्त होई पारे। विशेष करी उपरस्थ कर्मचारी कथानुसार कार्य करंतु नहले अनेक समस्या दे गति करिबा को पड़ी पारे। आज बिछा राशि व्यक्ति
ଯାହାକି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନେ ଆଜି ଆପଣ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରିବେ। ଆପଣଙ୍କର ମାନ ସମ୍ମାନ କ୍ଷୁଣ୍ଣ ହବାର ଅନେକ ଚାନ୍ସ ରହୁଛି। ତତ୍ସହିତ ବିଛାରା ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଅନେକ ପ୍ରକାର ସମସ୍ୟା ଅସ୍ଥିରତା ଭାଗ୍ୟ ଗ୍ରହ ଆପଣଙ୍କର ନିମ୍ନଗାମୀ ରହୁଛି। ତତ୍ସହିତ ବିଛାରା ରାଶି ବ୍ୟକ୍ତି ଆଜି ଯଦି ଦୂରଯାତ୍ରା କୌଣସି କାର୍ଯ୍ୟ ପାଇଁ ଯାଉଛନ୍ତି ସେ କାର୍ଯ୍ୟରେ ବିଭିନ୍ନ ପ୍ରକାର ବିଫଳତା ସାମ୍ନା କରିବାକୁ ପଡିପାରେ। ଆଜି ବିଛାରା ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ଦୁନିଆରେ ଜଡିତ ଅଛନ୍ତି ଆପଣଙ୍କ ଭିତରେ ମଧୁରତା ସମ୍ପର୍କ ନ ରହିପାରେ, କଳହ ଯୁକ୍ତିତର୍କ ହବାର ସାବଧାନ ରୁହନ୍ତୁ। ତତ୍ସହିତ ବିଛାରା ରାଶି ବ୍ୟକ୍ତି ନୂତନ ପ୍ରେମ ବାର୍ତ୍ତାଳାପ ଠାରୁ ଆପଣ ଦୂରତା ଅବଲମ୍ବନ କରନ୍ତୁ। ଆଜି ବିଛାରା ରାଶି ବ୍ୟକ୍ତି ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ, କାରଣ ଅନେକ ମନାନ୍ତର ଯୁଗ ବନଉଛି। ତେବେ ବିଛାରା ରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଅନେକ ପ୍ରକାର କ୍ଷତି ସାମ୍ନା କରିବାକୁ ପଡିବ। ତେବେ ଯୋଉମାନେ ଦୈନନ୍ଦିନ ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ଯୋଜନା ପ୍ରସ୍ତୁତ କରି ବେପାର ବାଣିଜ୍ୟ କରନ୍ତୁ, ନହେଲେ ବିଭିନ୍ନ ପ୍ରକାର ସମସ୍ୟା ଗତି କରିବାକୁ ପଡିବ। ତେବେ ବିଛାରା ରାଶି ବ୍ୟକ୍ତି ଆଜି ଧାର ଉଧାର କାହାଠାରୁ ଆଣନ୍ତୁ ନାହିଁ କିମ୍ବା ଦିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ବିଛାରା ରାଶି ବ୍ୟକ୍ତି ଆଜି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯୋଉ ସ୍ୱାସ୍ଥ୍ୟଗତ ସମସ୍ୟା ଥିବ ଆଜି ତାହା ଦ୍ୱିଗୁଣିତ ହବାର ଅନେକ ଚାନ୍ସ ରହୁଛି। ଆଜି ବିଛାରା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଆପଣଙ୍କର କାର୍ଯ୍ୟ ଗୁଡିକ ଅଧିକ ମାନସିକ ଚିନ୍ତା ବଢିପାରେ, ମନରେ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ, ଦୈନନ୍ଦିନ କାର୍ଯ୍ୟ ଗୁଡିକ ବିଳମ୍ବ ଯୁକ୍ତ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। କୌଣସି କାର୍ଯ୍ୟ କ୍ଷେତ୍ରରେ ଆପଣ କାର୍ଯ୍ୟ କରୁଥିଲେ କାର୍ଯ୍ୟ ଗୁଡିକ ତ୍ରୁଟି ହବାର ସମ୍ଭାବନା ସହିତ କାର୍ଯ୍ୟ ଚାପ ବଢିବାର ଅଧିକ ଯୁଗ ବନଉଛି। ତେବେ ଧନୁ ରାଶି ବ୍ୟକ୍ତି ଆଜି ଯଦି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେ କାର୍ଯ୍ୟ ଗୁଡିକୁ ଆପଣଙ୍କର ଅସ୍ଥିରତା ଏବଂ ଆପଣଙ୍କର ସମ୍ମାନ ପ୍ରତି ହାନି ହବାର ଚାନ୍ସ ରହୁଛି। ତେଣୁ ଧନୁ ରାଶି ବ୍ୟକ୍ତି ଏହା ପ୍ରତି ସ୍ଥିରତା ଅବଲମ୍ବନ କରନ୍ତୁ। ତେବେ ଧନୁ ରାଶି ବ୍ୟକ୍ତି ଆଜି ରାଜନୈତିକ ସହିତ ଆପଣଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ଯୋଉମାନେ ଜଡିତ ଅଛନ୍ତି ଶିକ୍ଷା କ୍ଷେତ୍ରରେ ଆପଣଙ୍କର ପାଠ ପଢା ପ୍ରତି ଅବହେଳା ଯୁକ୍ତ ରହୁଛି। ତତ୍ସହିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଜି ଭାଗ୍ୟଗ୍ରହ ନିମ୍ନଗାମୀ ରହୁଛି। ତେବେ ଧନୁ ରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ଜଗତରେ ରହୁଛନ୍ତି ସେମାନଙ୍କ ପାଇଁ ଆଜି ଆଡମ୍ବର ଜୀବନ ଯାପନ କହିଲେ ମଧ୍ୟ ଅତୃପ୍ତି ହେବ ନାହିଁ। ଆଜି ଯାହାକି ପୁରୁଷ ସ୍ତ୍ରୀଙ୍କ ସହିତ ଭଲ ସମ୍ବନ୍ଧ ରହିବ ଏବଂ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ଆପଣ ଭଲ ଉତ୍ତମ ସମ୍ପର୍କ ରହିବା ସହିତ ଆପଣ ମାଙ୍ଗଳିକ କାର୍ଯ୍ୟ ଗୁଡିକ ଅତି ସୂକ୍ଷ୍ମମୟ ପରିବେଶରେ ସମ୍ପୂର୍ଣ୍ଣ କରିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହମାନେ। ଆଜି ଧନୁ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଆଶା ଅନୁସାରେ ଲାଭ ପ୍ରାପ୍ତ କରିପାରିବେ ନାହିଁ, ବରଂ କ୍ଷତି ସାମ୍ନା କରିବାକୁ ପଡିବ। ତେଣୁ ନିଶ୍ଚିତ ଧନୁ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ଧନୁ ରାଶି ବ୍ୟକ୍ତି ଦୂରଯାତ୍ରା ଯଦି କୌଣସି କାର୍ଯ୍ୟ ପାଇଁ ଯାଉଛନ୍ତି ସେ କାର୍ଯ୍ୟରେ ଆପଣ ସଫଳତା ହେବେ ନାହିଁ। ତେବେ ଧନୁ ରାଶି ବ୍ୟକ୍ତି ଆଜି ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆଜି ଧନୁ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ବିଶେଷ କରି ଆଖି ଜନିତ ଯଦି ସମସ୍ୟା ଥିବ ଆଜି ତାହା ପାଇଁ ଆପଣଙ୍କୁ ଏକ ଭାରି କଷ୍ଟକର ଦାୟକ ଦିନ ହୋଇପାରେ। ତେଣୁ ନିଶ୍ଚିତ ଧନୁ ରାଶି ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ଆଗକୁ ବଢିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହମାନେ। ଆଜି ମାନସିକ ସ୍ତରରେ ମଧ୍ୟ ଆନନ୍ଦିତ ରହିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତତ୍ସହିତ ମକର ରାଶି ବ୍ୟକ୍ତି ଆଜି ଆପଣ କୌଣସି କାର୍ଯ୍ୟରତ ଯୋଉଠାରେ ଅଛନ୍ତି ସେଥିରେ କାର୍ଯ୍ୟରେ ଆପଣଙ୍କୁ ଉତ୍ସାହ ଆନନ୍ଦ ଦେଇପାରେ, ଆପଣଙ୍କର କାର୍ଯ୍ୟଶୈଳୀ ପ୍ରଶଂସା ଯୋଗ୍ୟ ବନେଇପାରେ। ତେବେ ଆଜି ମକର ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ଉତ୍ତମ ଯୁଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବାରୁ ଆଜି ଆପଣଙ୍କ ପାଇଁ ଅତି ଉତ୍ତମ ଦିନ ବନଉଛି। ଆଜି ଯାହାକି ମକର ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଟିକେ ଆଜି ଦିନଟି ଆପଣଙ୍କ ପାଇଁ ଟିକେ କଷ୍ଟଦାୟକ ହୋଇପାରେ,
କିଛି ମାତ୍ରାରେ ମନମାଳିନ ହୋଇପାରେ। ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ଠାରେ ଆପଣଙ୍କର ପିଲା ଛୁଆ ନେଇ ଅଧିକ ଯାହାକି ବାଦ ବିବାଦ ବଢିବାର ଅଶାନ୍ତି ପରିବେଶ ସୃଷ୍ଟି କରିପାରେ। ତେଣୁ ଏହା ପ୍ରତି ନିଶ୍ଚିତ ମକର ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ନୂତନ ପ୍ରେମ ବାର୍ତ୍ତାଳାପ ପାଇଁ ଯାହାକି ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ଦିନ ବନେଇ ନପାରେ। ଆଜି ମକର ରାଶି ବ୍ୟକ୍ତିଙ୍କର ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି ମକର ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ପୂର୍ବରୁ କରିଥିବା ପରିଶ୍ରମର ଫଳ ପ୍ରାପ୍ତ କରିବେ। ତତ୍ସହିତ ମକର ରାଶି ବ୍ୟକ୍ତି ଅର୍ଥ ସଞ୍ଚୟ କରିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହମାନେ। ଆଜି ମକର ରାଶି ବ୍ୟକ୍ତି ଦୂରଯାତ୍ରା ଯଦି କରୁଛନ୍ତି, ସେ କାର୍ଯ୍ୟରେ ଯୋଉ କାର୍ଯ୍ୟରେ ଯାଉଛନ୍ତି ସେ କାର୍ଯ୍ୟ ନିଶ୍ଚିତ ଆପଣଙ୍କୁ ସଫଳତା ପ୍ରଦାନ କରିବାର ଉତ୍ତମ ଯୁଗ ବନଉଛି। ଆଜି ମକର ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ମକର ରାଶି ବ୍ୟକ୍ତିଙ୍କର ଉତ୍ତମ ଭୋଜନ ପ୍ରାପ୍ତ କରିବାର ପୂର୍ଣ୍ଣ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ପାଇବାର ପୂର୍ଣ୍ଣ ଯୁଗ ରହୁଛି। ତତ୍ସହିତ ଦୈନନ୍ଦିନ କାର୍ଯ୍ୟରେ ଆଗକୁ ବଢିବା ସହିତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଅଫିସ ଜନିତ ବା କୌଣସି କାର୍ଯ୍ୟରତ ଯଦି ଅଛନ୍ତି, ସେ କାର୍ଯ୍ୟରେ ଆପଣଙ୍କୁ ବହୁତ ଆନନ୍ଦିତ ଦେଇପାରେ। ତତ୍ସହିତ ଆପଣଙ୍କର କାର୍ଯ୍ୟଶୈଳୀ ଭିନ୍ନ ପ୍ରକାର ହବାର ପୂର୍ଣ୍ଣ ଯୁଗ ରହୁଛି। ତତ୍ସହିତ ଆପଣ କାର୍ଯ୍ୟ ଗୁଡ଼ିକ ପ୍ରଶଂସା ପାଇବାର ସମ୍ପୂର୍ଣ୍ଣ ଯୁଗ ବନଉଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହବାର ଉତ୍ତମ ଯୁଗ ରହୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଗ୍ରହ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତତ୍ସହିତ ଆଜି ଯାହାକି କୁମ୍ଭ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଯଦି ଦୂରଯାତ୍ରା କରୁଛନ୍ତି, ସେ କାର୍ଯ୍ୟ ନିଶ୍ଚିତ ସଫଳତା ହବାର ପୂର୍ଣ୍ଣ ଯୁଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଧାର୍ମିକ କାର୍ଯ୍ୟରେ ଅଧିକ ଲିପ୍ତ ହବାର ଉତ୍ତମ ଯୁଗ ବନଉଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି, ମଧୁର ସମ୍ପର୍କ ଆପଣଙ୍କର ବୃଦ୍ଧି ହବାର ସମ୍ପୂର୍ଣ୍ଣ ଯୁଗ ବନଉଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯୋଉମାନେ ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ରହିବ। ଆଜି କୁମ୍ଭ ରାଶି ବ୍ୟକ୍ତି ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ ଆପଣଙ୍କର ସମ୍ବନ୍ଧ ଅତି ଉତ୍ତମ ଯୁଗ ବନଉଛି। ଆଜି କୁମ୍ଭ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତି ଅର୍ଥ ସଞ୍ଚୟ କରିବାର ପୂର୍ଣ୍ଣ ଯୁଗ ରହୁଛି। ତତ୍ସହିତ ପୂର୍ବରୁ କରିଥିବା ପରିଶ୍ରମର ଫଳ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହିଛି। ତେବେ କୁମ୍ଭ ରାଶି ବ୍ୟକ୍ତି ପୂର୍ବରୁ ଦେଇଥିବା ଅର୍ଥ ରିଟର୍ନ ପାଇବାର ଅନେକ ଚାନ୍ସ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟି ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି କାହାର ସ୍ୱାସ୍ଥ୍ୟ ସମସ୍ୟା ଥିବ, ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 2। ଭାଗ୍ୟ ରଙ୍ଗ ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତିଙ୍କର ଆଜି ମାନସିକ ସ୍ଥିତି ଅଶାନ୍ତି ପରିବେଶ ସୃଷ୍ଟି କରିପାରେ। ପ୍ରତ୍ୟେକ କାର୍ଯ୍ୟରେ ଅସ୍ଥିରତା ଦେଖା ଦେଇପାରେ। ତେଣୁ ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ବିଳମ୍ବ ଯୁକ୍ତ ରହିପାରେ ଏବଂ କାର୍ଯ୍ୟରେ ଯାହାକି କଳହ ଯୁକ୍ତିତର୍କ ହବାର ସମ୍ଭାବନା ରହୁଛି। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରହିବା ସହିତ ଆପଣ ବିଶେଷ କରି ଅଫିସ ଜନିତ କାର୍ଯ୍ୟ କିମ୍ବା କାର୍ଯ୍ୟରତ କାର୍ଯ୍ୟ କରୁଥିଲେ ଟିକେ ସାବଧାନ ରୁହନ୍ତୁ। ବିଶେଷ କରି ଉପରସ୍ଥ କର୍ମଚାରୀଙ୍କ କଥା ଅନୁସାରେ କାର୍ଯ୍ୟ କରନ୍ତୁ, ନହେଲେ ଆପଣଙ୍କର କାର୍ଯ୍ୟ ତ୍ରୁଟି ଏବଂ କାର୍ଯ୍ୟ ଚାପ ବଢିପାରେ, ଯାହା ପାଇଁ ମନ ଆହୁରି ଅଧିକ ଅଶାନ୍ତି ପରିବେଶ ସୃଷ୍ଟି କରିପାରେ। ଆଜି ମୀନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ଆପଣ ଟିକେ ସ୍ଥିରତା ଅବଲମ୍ବନ କରନ୍ତୁ। ଆଜି ମାନ ସମ୍ମାନ ଆପଣଙ୍କର ନିମ୍ନଗାମୀ ହବାର ଚାନ୍ସ ରହୁଛି। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ପାଠ ପଢାରେ ଅବହେଳା ଯୁକ୍ତ ରହୁଛି। ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ମୀନ ରାଶି ବ୍ୟକ୍ତି ଯାହାକି ଦୂରଯାତ୍ରା କୌଣସି କାର୍ଯ୍ୟ ପାଇଁ ଯାଉଛନ୍ତି, ସେ କାର୍ଯ୍ୟ ସଫଳତା ହବାର ସମ୍ଭାବନା ଅଧିକ କମ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି, ନିଜ ଭିତରେ ମଧୁର ସମ୍ପର୍କ କ୍ଷୁଣ୍ଣ ହବାର ଚାନ୍ସ ରହୁଛି। ମନାନ୍ତର ଯୁଗ ରହୁଛି।
कलह अशांति परिवेश सृष्टि होची। आज मीन राशि व्यक्ति नूतन प्रेम वार्तालाप ठारू दूरता अवलंबन करने सहित विशेषकर स्वामी स्त्री भितर संपर्क भल रखा चेष्टा करंतु। तत्सहित मीन राशि व्यक्ति परिवार वर्ग बंधु वर्ग सहित भल संबंध रखा निश्चित चेष्टा करंतु। आवश्यक स्थले चुप रुहंतु। आज मीन राशि व्यक्ति जहाँकि अर्थजनित कारोबार आपण आशा ठारू लाभ प्राप्त करिपारिबे नहीं बरं क्षति रे सामना करबाकू पड़िबो। तबे मीन राशि व्यक्ति आज नूतन व्यापार वाणिज्य निष्पत्ति ठारू दूरता अवलंबन करंतु। आज मीन राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य अस्थिरता अधिक वृद्धि करिपारे। पूर्वरु जदि रोगजनित समस्या थिबो आज द्विगुणित होबार अनेक चांस रहउची। आज मीन राशि व्यक्ति भाग्य संख्या रही जहाँकि 9। भाग्य रंग आपण हलदिया रंग व्यवहार करिपारिबे एवं ग्रह माने आपण को आज 45% साथ दउछंती। ओम विष्णवे नमः। नमस्कार।